ଭିଜିଲାନ୍ସ ଜାଲରେ ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଅଧିକାରୀ କଣ୍ଟ୍ରାକ୍ଟରଙ୍କଠାରୁ ନେଇଥିଲେ 2 ଲକ୍ଷ। ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଅଧିକାରୀ ପ୍ରସନ୍ନ ପଟ୍ଟନାୟକ ଭିଜିଲାନ୍ସ ଜାଲରେ ଆଜି ପଡ଼ିଥିବା ଜଣାପଡ଼ିଛି। ନିର୍ବାହୀ ଅଧିକାରୀ ଶ୍ରୀ ପଟ୍ଟନାୟକ ଜନୈକ କଣ୍ଟ୍ରାକ୍ଟରଙ୍କଠାରୁ 2 ଲକ୍ଷ ଟଙ୍କା ନେଇଥିଲେ। ଏନେଇ କଣ୍ଟ୍ରାକ୍ଟର ଜଣକ ଭିଜିଲାନ୍ସକୁ ଅବଗତ କରିବା ପରେ କତ୍ତୁର ନିକଟ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ରାୟଗଡ଼ା ଭିଜିଲାନ୍ସ ଡିଏସ୍ପି ସୂର୍ଯ୍ୟକାନ୍ତି ଟାକ୍ରି ଏବଂ ଡିଏସ୍ପି ଅଭୟ ପ୍ରଧାନଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିଲା। ଭିଜିଲାନ୍ସ 2 ଲକ୍ଷ ଟଙ୍କା ଜବତ କରିଛି। ଏକ 10 ଜଣିଆ ଟିମ୍ ଚଢ଼ାଉ କରୁଥିବା ଜଣାପଡ଼ିଛି। ନୟାଗଡ଼ ଜିଲ୍ଲା ଏବଂ ଭୁବନେଶ୍ୱରଠାରେ ମଧ୍ୟ ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ନିର୍ବାହୀ ଅଧିକାରୀ ଚଳିତ ମାସରେ ଚାକିରିରୁ ଅବସର ନେଇଥାନ୍ତେ, କିନ୍ତୁ 7 ଦିନ ପୂର୍ବରୁ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ସ୍ଥାନୀୟ କଣ୍ଟ୍ରାକ୍ଟରମାନେ ମଧ୍ୟ ତାଙ୍କ ବିରୋଧରେ ଦୁର୍ନୀତି ସମ୍ପର୍କରେ ଅଭିଯୋଗ କରିଥିଲେ। ବର୍ତ୍ତମାନ ତଦନ୍ତ ଚାଲିଛି। ତଦନ୍ତ ସରିଲା ପରେ ତାଙ୍କ ସମ୍ପତ୍ତି ସମ୍ପର୍କରେ ସୂଚନା ମିଳିବ ବୋଲି ଡିଏସ୍ପି ସୂର୍ଯ୍ୟକାନ୍ତି ଟାକ୍ରି ସୂଚନା ଦେଇଛନ୍ତି। ସନ୍ନ୍ୟାସ ସୁବୁଦ୍ଧି ଏ କ୍ଲାସ୍ କଣ୍ଟ୍ରାକ୍ଟର ଠିକାଦାର ରାୟଗଡ଼ା। ଘଟଣାଟା ବିଲ୍ ପାଇଁ ପଇସା ମାଗୁଥିଲା, ବହୁତ ବାର ହାରାସମେଣ୍ଟ କରୁଥିଲେ। ଆଉ ପଇସା ନଦେଲେ ବିଲ୍ ପତ୍ର କରିବେନି, ଫାଇନାଲ୍ କରିବେନି, ଆଉ ମେଣ୍ଟେନାନ୍ସ କରିବେନି କହୁଥିଲେ। ଆମେ ବହୁତ ବାର ଦୌଡ଼ି ଦୌଡ଼ି ନିରାଶ ହେଇଗଲୁ। ସେ 30 ତାରିଖ ରିଟାୟାରମେଣ୍ଟ ଅଛି, ମୋତେ ଦେଲେ ତୁମର ଫାଇନାଲ୍ ବିଲ୍ର ଯେଉଁ ମେଣ୍ଟେନାନ୍ସ ସବୁ କ୍ଲୋଜ୍ କରିବି କହିଥିଲେ। ସେଇ ହିସାବରେ ଆମେ ବହୁତ ଏଇଟା ହେଇକି ସୁନା ବନ୍ଧା କରିକି ଆଜି ବାଧ୍ୟ ହେଇକି 3 ଲକ୍ଷ ଟଙ୍କା ମାଗିଥିଲେ। 3 ଲକ୍ଷରୁ ମୁଁ ଆଜି 2 ଲକ୍ଷ ଟଙ୍କା ଦେଲା ବେଳୁ ଆମର ରାୟଗଡ଼ା ଭିଜିଲାନ୍ସ ମାଡ଼ି ବସିଲେ ଆମର ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର। କେଉଁ କାମ କରିପାରିବେ? ଏଇଟା ଆମର କୋଡ଼ାପାଟ ଟୁ ମାଙ୍କଡ଼ଜଳା ଭାୟା ଗୋଟେ PMC ରାସ୍ତା ହେଇଥିଲା, ତା'ର ପୂର୍ଣ୍ଣ ଭାବେ ସେଇଟା କ୍ଲିୟର କରିବା ପାଇଁ ମାଗିଥିଲେ ପଇସା। ରାୟଗଡ଼ାକୁ ଜିଲ୍ଲା ପ୍ରତିନିଧି ଦିଲ୍ଲୀପ କୁମାର ପଡ଼ିଆରୀଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।